ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଏପ୍ରିଲ 8। ତିନୋଟିର ପ୍ରଧାନ ଚିନ୍ତା। ଭଗବାନ ଆମର ଆତ୍ମାର ଗଭୀର କନ୍ଦରେ ବସି ଅପେକ୍ଷା କରୁଛନ୍ତି, ଯେପରି ଆମେ ତାହାଙ୍କ ନିକଟକୁ ଫେରିଯିବା। ସ୍ମରଣୀୟ ପଂକ୍ତି। ହେ ଦିବ୍ୟ ଜ୍ୟୋତି, ତୁମେ ମୋ ଜୀବନର ଜୀବନ, ମୋର ଶକ୍ତି, ପ୍ରେରଣା, କର୍ମ, ତେଜ ଆଉ ସୁଖ ସକଳ ହିଁ ତୁମ ମଧ୍ୟରେ ଆଗୁ ଅନୁପମ। ଦିଅ ଆଲୋକ ବରଷ ତୁମର ଆଶୀର୍ବାଦ, ତୁମର ପ୍ରେମର ପରଶ ଆଣେ, ଯେପରି ଏହି ପ୍ରାଣହୀନ ପ୍ରାଣେ ନବଜୀବନର ଆସ୍ୱାଦନ। ନୀତି ଉପଦେଶ। ପ୍ରତ୍ୟେକ ସାଧକଙ୍କ ହୃଦୟରେ ସତ୍ୟ ଅଗ୍ନି ଜଳାଇବାର ଆଗ୍ରହ ଓ ଆକୁଳତା ଅଛି। ସମସ୍ତଙ୍କ ମଧ୍ୟରେ ଏକ ସତ୍ତା ବର୍ତ୍ତମାନ, ଯଦିଓ ଆମେ ତାହାକୁ ଜାଣୁ ନାହିଁ। କେତେକ ସମୟରେ ଆମେ ଏକା ଏକା ବିଷଣ୍ଣ ମନରେ ବସି ଭାବୁ ଯେ ଆମ ମଧ୍ୟରେ ସେ ବସ୍ତୁ ନାହିଁ, କିନ୍ତୁ ତାହା ଯେ ସର୍ବଦା ଭିତରେ ରହିଅଛି। ଯେତେବେଳେ ଆଧ୍ୟାତ୍ମିକ ଦୃଷ୍ଟି ଖୋଲିଯାଏ, ସେତେବେଳେ ଆମ ଭିତରେ ଏହି ଯୋଗ ଦେଖିପାରୁ। ଆମର ମୁକ୍ତି ଏବଂ ଆନନ୍ଦ ଏହି ଯୋଗ ସୂତ୍ରରୁ ହିଁ ଆମେ ଲାଭ କରୁ। ମନ ଖରାପ କରି ବସି ରହିଲେ ଆମେ ଅଗ୍ରସର ହୋଇପାରିବା ନାହିଁ। ଦିବ୍ୟ ଦୃଷ୍ଟି ନାଶ କେବଳ ବିପଦର ଲକ୍ଷଣ। ପ୍ରାର୍ଥନା। ହେ ପ୍ରେମମୟ ପ୍ରଭୁ, କେତେବେଳେ ଯେପରି ମୁଁ ତୁମକୁ ଭୁଲି ନଯାଏ, ମୁଁ ଯେପରି ଚିରଦିନ ମନେ କରେ ଯେ ତୁମେ ହିଁ ମୋର ଏକମାତ୍ର ବନ୍ଧୁ ଓ ସାଥୀ, ମୋର ପଥ ପ୍ରଦର୍ଶକ ଏବଂ ସଂସାରର ସକଳ ଘାତ ପ୍ରତିଘାତର ଏକମାତ୍ର ଆଶ୍ରୟ। ତୁମେ ହିଁ ଦିବ୍ୟ ଦୃଷ୍ଟି ଦାତା। ମୋତେ ତୁମର ଦର୍ଶନ ଦାନ କର। ଏ ହୃଦୟକୁ ତୁମରି ଆଲୋକରେ ଉଦ୍ଭାସିତ କର, ମୁଁ ଯେପରି କେବେ ହେଲେ ତୁମଠାରୁ ଦୃଷ୍ଟିଭ୍ରଷ୍ଟ ନ ହୁଏ।